ମୋ ନାଁ ସୀତାଂଶୁ ସେନାପତି। ମୁଁ ଶାନ୍ତିଆ ଗ୍ରାମ କମିଟିର ସଭାପତି। ପ୍ରାୟ 14 ବର୍ଷ ପରେ ଆମ ଗାଁରେ ପଇତା ପକା ହେଉଛି ବା ଉପବୀତ ଧାରଣ କରୁଛନ୍ତି। ଆମର ଝଗଡେଶ୍ୱର ମନ୍ଦିର 100 ବର୍ଷର ଊର୍ଦ୍ଧ୍ୱ ମନ୍ଦିର। ଆଉ କିଛି କାରଣ ପାଇଁ କିଛି ଦିନ ହେଲା যেটা পইতা পড়ি নথিলা বা উপবীত ধারণ করে নথিলে ভক্তা মানে ଏବେ সেটা ହେଇଛି ଏବଂ ଗାଁରେ ସମସ୍ତେ ଛୋଟରୁ ବଡ଼ ପର୍ଯ୍ୟନ୍ତ ଏଥିରେ ସାମିଲ ହେଇଛନ୍ତି। ସେ ଯେତେ ବଡ଼ ହୁଅନ୍ତୁ ବା ଯେତେ ସାନ ହୁଅନ୍ତୁ ସମସ୍ତଙ୍କର ଅବଦାନ ରହିଛି। ଏ ପର୍ବ ଚାଲିବ ପୁରା ମାସାଧିକ ଧରିକି। ଆମର 18 ତାରିଖରେ ଆମର ମେ 20 ତାରିଖରେ ଆମର ଏଟା ପାଠ ହବ। 5 ତାରିଖରେ ଘଟ ଉଠା ହବ। ଜଳେଶ୍ୱର ମ୍ୟୁନିସିପାଲିଟିର ଶାନ୍ତିଆ ହେଉଛି ସବୁଠାରୁ ବଡ଼ ଗାଁ ଏବଂ ସେଠାରେ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟ ଖୁବ୍ ଧୁମଧାମରେ ପାଳିତ ହୁଏ। ତେଣୁ ଆମର ଏଇ ଝଗଡେଶ୍ୱର ମହାଦେବ 100 ବର୍ଷର ପୁରୁଣା ମହାଦେବ। ତେଣୁ ତାଙ୍କର ପଇତା ପକାଟା ପ୍ରତିବର୍ଷ ନ ହେଇପାରିଲେ ମଧ୍ୟ ଆମର 8 ବର୍ଷ 5 ବର୍ଷ 7 ବର୍ଷ ଏଇଭଳି ଡିମାଣ୍ଡରେ ବେଳେ ବେଳେ ପଇତା ପଡ଼େ ଏବଂ ମହା ଧୁମଧାମରେ ପାଳିତ ହୁଏ। ଏ ବର୍ଷ ମଧ୍ୟ ଅମୂଲ୍ୟ କୁମାର ଅଣ୍ଡିଆ ଶାନ୍ତିଆ ଗ୍ରାମର ଉପସଭାପତି ଭାବେ କାର୍ଯ୍ୟରତ। ଦୀର୍ଘ 14 ବର୍ଷ ପରେ ଆମ ଶାନ୍ତିଆ ଗ୍ରାମରେ ଚଡ଼କ ଯାତ୍ରା ଅନୁଷ୍ଠିତ ହେଉଛି। ଏହା ଆମ ପାଇଁ ବହୁତ ଖୁସିର ଏବଂ ଗର୍ବର କଥା। ବହୁତ ସମସ୍ୟା ଏବଂ ବାଧାବିଘ୍ନ ଗଲା ପରେ ଆମ ସମ୍ପୂର୍ଣ୍ଣ ଗ୍ରାମବାସୀ ଏବଂ ସମସ୍ତଙ୍କ ପ୍ରଚେଷ୍ଟାରେ ବହୁତ ଖୁସିରେ ଏ ଉତ୍ସବ ପାଳନ କରାଯାଉଛି। ଆସନ୍ତା ମେ 5 ତାରିଖ ଘଟ ଉତ୍ତୋଳନ ହେବ ଏବଂ ମେ 20 ତାରିଖ ପାଟ ଉତ୍ସବ କାର୍ଯ୍ୟକ୍ରମ ବହୁତ ଆନନ୍ଦରେ ଏବଂ ଉଲ୍ଲାସରେ ସମସ୍ତ ଗ୍ରାମବାସୀଙ୍କୁ ନେଇକି ଆମେ ଅନୁଷ୍ଠିତ କରିବା ପାଇଁ ଯାଉଛେ।